ଆଜିର 70ଟି ଅନୁଚିନ୍ତା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। 1. ସକାଳୁ ଉଠି ନିଜର 2 ହାତ ପାପୁଲିକୁ ଦେଖିଲେ ବହୁତ ଶୁଭ ହୋଇଥାଏ। 2. ଚୁଚୁନ୍ଦ୍ରା ଘରେ ଦେଖିଲେ ମା ଲକ୍ଷ୍ମୀଙ୍କର ଆଗମନର ସୂଚନା ମିଳିଥାଏ। 3. ଘରେ ବୁଢ଼ିଆଣୀ ଜାଲ ହେଲେ ତାହା ଅଶୁଭ ହୋଇଥାଏ। 4. ବେଙ୍ଗ ବୋବାଇଲେ ବର୍ଷା ହେବାର ସୂଚନା ମିଳିଥାଏ। 5. ଅମାବାସ୍ୟା ଦିନ ଅଦରକାରୀ ଜିନିଷ ବାହାରେ ଫୋପାଡ଼ିଲେ ଶୁଭ ହୋଇଥାଏ। 6. ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ ଭଲ ସମୟ ଆସିବାର ସୂଚନା ମିଳେ। 7. ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ କିମ୍ବା ପଶ୍ଚିମରେ କାଉ ବୋବାଇଲେ ଶୁଭ ହୋଇଥାଏ। 8. ଜନ୍ମ ମାସ, ଜନ୍ମ ସମୟ ଓ ଜନ୍ମ ନକ୍ଷତ୍ରରେ ପୁଅ କିମ୍ବା ଝିଅର ବାହାଘର କଲେ ଅଶୁଭ ହୋଇଥାଏ। 9. ମନ୍ଦିରକୁ ଗଲେ ପ୍ରଥମେ ବାହନକୁ ମୁଣ୍ଡିଆ ମାରନ୍ତୁ, ତାପରେ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ। 10. ପ୍ରତିଦିନ 8 ଗ୍ଲାସ ପାଣି ପିଅନ୍ତୁ ଏବଂ ତାହାକୁ ବସିକରି ପିଅନ୍ତୁ। 11. ରାତିରେ ଶୋଇବା ବେଳେ ଦର୍ପଣ ଘୋଡ଼ାଇ ରଖିଲେ ଶୁଭ ହୋଇଥାଏ। 12. ଗାଧୋଇବା ପରେ ସୂର୍ଯ୍ୟଙ୍କୁ ନମସ୍କାର କଲେ ଶୁଭ ହୋଇଥାଏ ଏବଂ ତେଲ ସ୍ପର୍ଶ କରନ୍ତୁ ନାହିଁ। 13. କଥା ହେଲା ବେଳେ ଭାବିଚିନ୍ତି ଓ ଜଗିକି କଥା ହେଲେ ମଙ୍ଗଳ ହୋଇଥାଏ। 14. ଟଙ୍କା ଗଣିଲା ବେଳେ କେବେ ବି ଛେପ ମାରନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। 15. ସୋମବାର, ବୁଧବାର ଓ ଶୁକ୍ରବାର ବାମ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ। 16. ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଡାହାଣ ପାଦ ଦେଇ ଘରୁ ବାହାରିଲେ ଶୁଭ ହୋଇଥାଏ। 17. ଗାଈ ଆଖିରୁ ଲୁହ ବୋହିଲେ ବିପଦ ଆସିବାର ସୂଚନା ମିଳିଥାଏ। ଦର୍ଶକ ବନ୍ଧୁ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ। 18. କଳା ପେଚା ଘର ଉପରେ ବସିଲେ ଅଶୁଭ ସୂଚନା ମିଳିଥାଏ। 19. ବିଛା ଦେଖିଲେ ବହୁତ ଶୁଭ ହୋଇଥାଏ ଓ ବିଛାକୁ କେବେ ବି ମାରନ୍ତୁ ନାହିଁ। 20. ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ପିନ୍ଧନ୍ତୁ ନାହିଁ। 21. ମନ୍ଦିରର ଦେବତା ପୂର୍ବମୁଖା ଓ ଘରର ଠାକୁର ପଶ୍ଚିମ ମୁଖା ହୋଇଥିଲେ ଶୁଭ ହୋଇଥାଏ। 22. ବାରମ୍ବାର ଚର୍ମରୋଗ ହେଉଥିଲେ ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗେଇ ମୁଣ୍ଡିଆ ମାରିଲେ ତାହା ଦୂର ହୋଇଥାଏ। 23. ବାସନ ମାଜିଲା ବେଳେ ବାସନର ଶବ୍ଦ ଅଧିକ ହେଲେ ଅଶୁଭ ହୋଇଥାଏ। 24. ବାରମ୍ବାର କ୍ରୋଧ ଆସୁଥିଲେ ଦିନକୁ 5 ଥର ପାଦ ଧୋଇଲେ ତାହା ଦୂର ହୁଏ। 25. ଶେଯରୁ ଉଠିଲା ପରେ ବିଛଣା ଅସଜଡ଼ା ରଖିଲେ ଶନି ଏବଂ ରାହୁଙ୍କ କୁଦୃଷ୍ଟି ପଡ଼େ। 26. ଖାଇ ବସିବା ବେଳେ ଲୁଣ ତଳେ ପକାନ୍ତୁ ନାହିଁ କିମ୍ବା ଲୁଗାରେ ପୋଛନ୍ତୁ ନାହିଁ, ଋଣ ଅଧିକ ବଢ଼ିଥାଏ। 27. ଠାକୁର ଘରେ ପ୍ରତିଦିନ ଝୁଣା ଧୂପ କିମ୍ବା କର୍ପୂର ଧୂପ ଦେଲେ ଅଶୁଭ ଦୂରେଇ ଯାଏ। 28. ସଙ୍କଟ ସମୟରେ ଉପାୟ ନ ଆସିଲେ ଯେଉଁଠାରୁ ପାଣି ପିଅନ୍ତି କିଛି ପାଣି ଆଣି ଘର ଭିତରେ ଛିଞ୍ଚି ଦିଅନ୍ତୁ। 29. ପ୍ରତି ଶୁକ୍ରବାର ରାତିରେ ମିଠା ଖାଦ୍ୟ ଖାଇଲେ ଶୁଭ ହୋଇଥାଏ। 30. ରୋଷେଇ ଘର, ଭଣ୍ଡାର ଘର, ଧନ ରଖିବା ଘର, ମନ୍ଦିର ଓ ତୀର୍ଥ ସ୍ଥାନକୁ ଜୋତା ମାଡ଼ିକି ଯିବା ଅନୁଚିତ। 31. ଛିଡ଼ି ଯାଇଥିବା ମନି ପର୍ସ ରଖନ୍ତୁ ନାହିଁ କିମ୍ବା ନୋଟକୁ ମୋଡ଼ିକି ରଖନ୍ତୁ ନାହିଁ। 32.
ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ କଂସା ଗ୍ଲାସରେ ପାଣି ପିଅନ୍ତୁ ଓ କଂସା ପାତ୍ରରେ ଖାଦ୍ୟ ଦିଅନ୍ତୁ। 33. ରାତିରେ ଛାଞ୍ଚୁଣି ଧରି ଘର ଓଳାନ୍ତୁ ନାହିଁ ଏବଂ ଅଳିଆ ବାହାରେ ପକାନ୍ତୁ ନାହିଁ। 34. ରାତିରେ କେବେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ କିମ୍ବା ନଖ ଦାନ୍ତରେ ଛିଡ଼ାନ୍ତୁ ନାହିଁ। 35. ପୂଜା କଲାବେଳେ ଅତିଥି ଆସିଲେ ଶୁଭ ହୋଇଥାଏ ଏବଂ ସେଦିନ ଯାହା ମନସିବ ତାହା ପ୍ରାପ୍ତ ହୋଇଥାଏ। 36. ଦୀପ ତଳେ ଅରୁଆ ଚାଉଳ ଓ ଦୁବ ରଖି ଦୀପ ଲଗାନ୍ତୁ। ଶନିବାର ଓ ମଙ୍ଗଳବାର ରାଶି ତେଲରେ ଦୀପ ଜଳାନ୍ତୁ। ବାକି ଦିନ ଘିଅ ଦୀପ ଲଗାନ୍ତୁ। 37. ଭୋଜନ କଲା ସମୟରେ ପାଦ କିମ୍ବା ଗୋଡ଼ରେ ହାତ ଦେଇ ଭୋଜନ କରନ୍ତୁ ନାହିଁ। 38. ଠାକୁର ପୂଜା କଲାବେଳେ ପିଲା କାନ୍ଦିଲେ ଅଶୁଭ ହୋଇଥାଏ। ଟିକେ ହଳଦୀ ଆଣି ଠାକୁର ଘର କାନ୍ଥରେ ଲଗାଇ ଦିଅନ୍ତୁ। 39. ଘରେ ବିରାଡ଼ି ପିଲା ଜନ୍ମ କଲେ ଶୁଭ ସମୟ ଆସିବାର ସୂଚନା ମିଳେ। 40. ଯଦି ବାରମ୍ବାର କିଛି ନ କରି ଅସୁବିଧାରେ ପଡ଼ୁଥାନ୍ତି ତେବେ ବ୍ରାହ୍ମଣକୁ ସୁବର୍ଣ୍ଣ ଦାନ କଲେ ଦୂର ହୁଏ। 41. ମଙ୍ଗଳବାର ଦିନ କାହାଠାରୁ ଟଙ୍କା ଧାର ନିଅନ୍ତୁ ନାହିଁ କାରଣ ଧାର ଶୁଝିବା କଷ୍ଟକର ହୋଇଥାଏ। 42. ସୂର୍ଯ୍ୟଙ୍କୁ ପୂଜା କଲାବେଳେ ବେଲପତ୍ର କିମ୍ବା ଟଗର ଫୁଲ ବ୍ୟବହାର କରନ୍ତୁ ନାହିଁ। 43. ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କଲେ ଅମୃତ ସ୍ନାନ ହୋଇଥାଏ ଏବଂ ଶରୀର ନିରୋଗ ହୋଇଥାଏ। 44. ସୋମବାର ଦିନ ପିଲାଙ୍କ ପଢ଼ା ସାମଗ୍ରୀ କିଣିଲେ ପିଲାଙ୍କ ଉନ୍ନତି ହୋଇଥାଏ। 45. ଭାତ ବାଢ଼ିବା ବେଳେ ହାଣ୍ଡି କେବେ ଖାଲି ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। 46. ବାରମ୍ବାର ଧନହାନି ହେଉଥିଲେ କିନ୍ନରମାନଙ୍କୁ ସବୁଜ ବସ୍ତ୍ର ଦାନ କଲେ ତାହା ଦୂର ହୋଇଥାଏ। 47. 7ଟି କଉଡ଼ିରେ କେଶର ମିଶାଇ ହଳଦିଆ କପଡ଼ାରେ ବାନ୍ଧି ଦୋକାନର କ୍ୟାସ୍ ବାକ୍ସରେ ରଖିଲେ ଶୁଭ ହୋଇଥାଏ। 48. ତକିଆ ତଳେ ବହି ରଖି ଶୁଅନ୍ତୁ ନାହିଁ ଏବଂ ମୁଣ୍ଡ ପାଖରେ ମନି ପର୍ସ ରଖନ୍ତୁ ନାହିଁ। 39. ମନି ପର୍ସରେ ଠାକୁରଙ୍କ ଫଟୋ ଲଗାନ୍ତୁ ନାହିଁ କିମ୍ବା ଚାବି ରିଙ୍ଗରେ ଫଟୋ ଲଗାନ୍ତୁ ନାହିଁ। 50. ଶୋଇଲା ବେଳେ ମୁଣ୍ଡ ପାଖରେ ଘଣ୍ଟା ରଖନ୍ତୁ ନାହିଁ, ଏହା ଚିନ୍ତା ବଢ଼ାଇଥାଏ। 51. ନୂଆ ଘର କଲେ ପୂର୍ବରେ ରୋଷେଇ ଘର, ଉତ୍ତରରେ ଷ୍ଟୋର, ପଶ୍ଚିମରେ ଗୁହାଳ ଓ ଦକ୍ଷିଣରେ ବେଡରୁମ୍ କରନ୍ତୁ। 52. ରାହୁ ଦଶା ପଡ଼ୁଥିଲେ ଅତିଥିଙ୍କୁ ଥଣ୍ଡା ପାଣି ପିଆନ୍ତୁ, ତାହା ଦୂର ହୋଇଥାଏ। 53. କ୍ରୋଧକୁ ଶାନ୍ତ କରିବା ପାଇଁ ଦର୍ପଣ ସାମ୍ନାରେ ଠିଆ ହୋଇ ପାନିଆରେ ମୁଣ୍ଡ କୁଣ୍ଡାନ୍ତୁ। 54. ମନ୍ଦିରରେ ଠାକୁର ଦର୍ଶନ ପରେ ମୁଖଶଳାରେ କିଛି ସମୟ ବସିଲେ ଶୁଭ ହୋଇଥାଏ। 55. ରୋଷେଇ ଘରେ ପୂର୍ବପଟରେ ଲହୁଣୀ ଖାଉଥିବା ବାଳଗୋପାଳଙ୍କ ଫଟୋ ରଖିଲେ ଶୁଭ ହୋଇଥାଏ। 56. ବାରମ୍ବାର ଅସଫଳ ହେଉଥିଲେ ଗୁରୁବାର ଦିନ ରୂପାର ମୁଦି ଶିବଲିଙ୍ଗରେ ଛୁଆଇ ଆଣି ଆଙ୍ଗୁଠିରେ ପିନ୍ଧନ୍ତୁ। 57. ମନ୍ଦିରରେ ଯଦି ଜୋତା ଚୋରି ହୋଇଯାଏ ତାହେଲେ ଶୁଭ ହୋଇଥାଏ। 58. ରାତିରେ ନିଦ ନ ହେଉଥିଲେ ଦୀର୍ଘ ନିଶ୍ୱାସ ନେଇ ଆସ୍ତେ ଆସ୍ତେ ଛାଡ଼ିଲେ ସଫଳ ମିଳେ। 59. ଯେଉଁ କାର୍ଯ୍ୟ କରିବା ପାଇଁ ସ୍ଥିର କରିଛନ୍ତି ତାକୁ କାହାରିକୁ କେବେ ବି କୁହନ୍ତୁ ନାହିଁ। 60. ଯେତେବେଳେ ଘରକୁ ଫେରୁଛନ୍ତି କିଛି ନା କିଛି ଜିନିଷ ହାତରେ ଧରିକି ଫେରିଲେ ମଙ୍ଗଳ ହୋଇଥାଏ। 61. କାର୍ଯ୍ୟ ସିଦ୍ଧି ହେବା ପାଇଁ ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି ଘରେ ରଖନ୍ତୁ ଏବଂ କିଛି ଅରୁଆ ଚାଉଳ ସାମ୍ନାରେ ରଖନ୍ତୁ। 62. କେବେ ଅଇଁଠା ଛାଡ଼ନ୍ତୁ ନାହିଁ କି ଅଇଁଠା ସାଇତିକି ରଖନ୍ତୁ ନାହିଁ। 63. ଘରର ବିମ ତଳେ ବସନ୍ତୁ ନାହିଁ କିମ୍ବା ଖଟ ପକାନ୍ତୁ ନାହିଁ। 64.
ଘରର ଗଡରେଜ୍ କିମ୍ବା ଆଲମିରା କବାଟ ବନ୍ଦ କରି ରଖନ୍ତୁ। 65. ପାଟିର ବର୍ଜ୍ୟବସ୍ତୁ ଯଦି ଘରେ ପକାନ୍ତି ତାହେଲେ ମାନସମ୍ମାନ ହାନି ହୁଏ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।